ପ୍ରେମରେ ଦୂରତା ସେ ଜାଣିଥାଏ ଯିଏ ହୃଦୟରୁ ପ୍ରେମ କରିଥାଏ। କାରଣ ପ୍ରକୃତ ପ୍ରେମରେ କିଛି ମିଳୁ କି ନ ମିଳୁ, କିନ୍ତୁ ବହୁତ କଷ୍ଟ ଆଉ ଲୁହ ନିଶ୍ଚୟ ମିଳିଥାଏ। ଜୀବନସାଥୀ ଏମିତି ବାଛନ୍ତୁ ଯିଏକି ହୋଟେଲକୁ ନୁହେଁ, ନିଜ ମା ପାଖକୁ ନେଇକି ଯିବ। ସବୁବେଳେ ସେମାନଙ୍କ ପାଖରେ ଋଣୀ ରୁହ ଯେଉଁମାନେ ସେମାନଙ୍କ ମୂଲ୍ୟବାନ ସମୟ ତମକୁ ଦିଅନ୍ତି। କେବଳ ସେମାନଙ୍କ ପାଖରେ ବିଶ୍ୱାସ ରଖ ଯେଉଁମାନେ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ତୁମ ପାଇଁ ବ୍ୟସ୍ତ ହୋଇପଡ଼ନ୍ତି। ସମ୍ପର୍କର ଭୁଲ ବ୍ୟବହାର କରନି ସାଙ୍ଗମାନେ, କାହିଁକି ନା ସମ୍ପର୍କ ବହୁତ ମିଳିଯିବ, କିନ୍ତୁ ସଠିକ୍ ମଣିଷ ବାରମ୍ବାର ମିଳିନଥାଏ। ଆମେ ବି ଏଠି ଅଛନ୍ତି, ଆଉ ସମ୍ପର୍କ ମଧ୍ୟ ଅଛି। ଏଠି କେବଳ ସମୟ, ଭାବନା ଆଉ ମନୋଭାବ ବଦଳି ଯାଇଥାଏ। କିଛି ସମ୍ପର୍କ ଏମିତି ବି ହୋଇଥାଏ ଯାହାକୁ ମଣିଷ ମଜବୁତ କରିକି ନିଜେ ହିଁ ଭାଙ୍ଗି ପଡ଼ିଥାଏ। ଭରସା କେବଳ ଗୋଟିଏ କାଚ ପରି ହୋଇଥାଏ, ଯାହା ଥରେ ଭାଙ୍ଗିଗଲେ ତାକୁ ଯେତେ ଯୋଡ଼ିଲେ ବି ଚେହେରା ଅଲଗା ଅଲଗା ଆସିଥାଏ। ହାତରେ ଫୋନ୍ ଖାଲି ଷ୍ଟାଟସ୍ ପାଇଁ ଭଲ ହୋଇଥାଏ, କିନ୍ତୁ ସମସ୍ତଙ୍କ ଟଚ୍ରେ ରହିଲେ ଜୀବନ ପାଇଁ ଅଧିକ ଭଲ ହୋଇଥାଏ। ବହୁତ କଷ୍ଟ ହୋଇଥାଏ ସେହି ଯନ୍ତ୍ରଣା, ଯାହା ବିନା ଦୋଷରେ ଆମକୁ ମିଳିଥାଏ। ଆଜିକାଲି ମଣିଷ ପାଖରେ ହୃଦୟ ନଥାଏ, କେବଳ ନିଜର ମତଲବ ହିଁ ଥାଏ। କାହିଁକି ନା ଏ ଦୁନିଆରେ ସମସ୍ତେ ପଇସାକୁ ହିଁ ପସନ୍ଦ କରନ୍ତି, ଇଜ୍ଜତକୁ ନୁହେଁ। ପ୍ରେମର କଷ୍ଟ ବଡ଼ ଅଜବ ହୋଇଥାଏ। ନା ଦେଖାଯାଏ, ନା ବାସ୍ନା ଥାଏ, କେବଳ ତାକୁ ଅନୁଭବ କରିହୁଏ। କାହା ହୃଦୟରେ ପ୍ରେମ ଯୋଗେଇ ତାକୁ ଛାଡ଼ିଦେବା ତାକୁ ହତ୍ୟା କରିବା ସହ ସମାନ ହୋଇଥାଏ। ଜୀବନରେ ଏମିତି କିଛି ଯନ୍ତ୍ରଣା ଥାଏ, ମଣିଷ ତ ସହିଯାଏ, ହେଲେ କାହାକୁ କହିପାରି ନଥାଏ। ସେହି ଦୁଃଖ ବହୁତ ଅଲଗା ହୋଇଥାଏ, ଯେଉଁ ଦୁଃଖକୁ ବାଣ୍ଟିବାକୁ ନିଜର ବୋଲି କେହି ନଥାନ୍ତି। ଦୁନିଆରେ ସମସ୍ତେ ମିଛୁଆ ଲୋକଙ୍କୁ ହିଁ ଅଧିକ ପସନ୍ଦ କରିଥାନ୍ତି। ଟିକିଏ ସତ କହିଦେଲେ ନିଜ ଲୋକ ବି ରାଗିଯାଆନ୍ତି। ଜୀବନରେ ସବୁକିଛି ମିଳିଯାଇଥାଏ, ହେଲେ ସମୟ ସହ ବିତେଇଥିବା ସେହି ସମ୍ପର୍କ ଆଉ କେବେ ବି ମିଳେ ନାହିଁ। ଜୀବନ ସାରା ଖୁସିରେ ରହିବାକୁ ହେଲେ ଅଧିକ ଧନ ସମ୍ପତ୍ତି କି ସୁନ୍ଦର ଚେହେରାର ଆବଶ୍ୟକତା ନାହିଁ। ବାସ୍ ମନକୁ ବୁଝିଲା ଭଳି ଏକ ବନ୍ଧୁଟେ ହିଁ ଯଥେଷ୍ଟ। ଯେତେବେଳେ ପାଦ ଥକିଯାଏ, ସେତେବେଳେ ସାହସ ହିଁ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି, ତ ସେତେବେଳେ ଭଗବାନ ହିଁ ସାଥ ଦେଇଥାନ୍ତି। ଜୀବନରେ ଗୋଟେ ବଡ଼ ଶିକ୍ଷା ହେଉଛି ସମ୍ପର୍କ ସମସ୍ତଙ୍କ ସହ ରଖ, ହେଲେ ଆଶା କାହା ପାଖରେ ରଖନି। ଯଦି କାନ୍ଦିବାର ଅଛି ତ ଏକୁଟିଆ କାନ୍ଦ। ଦୁନିଆକୁ ନିଜ ଦୁର୍ବଳତା ଜଣାଅ ନାହିଁ, କାରଣ ଏହି ଦୁନିଆ ମଜା ନେବାରେ ଏକ୍ସପର୍ଟ। ସବୁକିଛି ଜାଣିକି ମଧ୍ୟ ଯଦି ଆପଣ ଭୁଲକୁ ଭୁଲ କହୁନାହାନ୍ତି, ତାହେଲେ ଆପଣ ନିଜ ହକ୍ ପାଇଁ କେବେ ବି ଲଢ଼ିପାରିବେ ନାହିଁ। ହୃଦୟକୁ ଆସିବାର ରାସ୍ତା ଅଛି, ହେଲେ ଯିବାର ରାସ୍ତା ନାହିଁ। ସେଥିପାଇଁ ତ ଯେଉଁମାନେ ହୃଦୟରୁ ବାହାରିଯାଆନ୍ତି, ସେମାନେ ହୃଦୟକୁ ଭାଙ୍ଗିକି ମଧ୍ୟ ଯାଆନ୍ତି। ନାରୀର ଏହି ଦୁଇଟି ଲକ୍ଷଣରୁ ଜାଣନ୍ତୁ, ସେ ଜଣେ ନଷ୍ଟ ଚରିତ୍ରହୀନ। ପ୍ରଥମଟି ହେଲା ବଡ଼ ପାଟିରେ ପ୍ରତ୍ୟେକ କଥାରେ ହସିବା, ଆଉ ଦ୍ୱିତୀୟଟି ହେଲା ପରପୁରୁଷଙ୍କ ସହ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବା। ସେଥିପାଇଁ ତ କଥାରେ ଅଛି, ପ୍ରେମ କରିବା ପାପ ନୁହେଁ, କିନ୍ତୁ ପ୍ରେମରେ ଯୋଉ ଧୋକା ମିଳିଥାଏ, ତାହା ସାରା ଜୀବନ ପାଇଁ ମନେ ରହିଯାଏ।